स्त्रिया काहींकी स्त्रिया। स्त्रिया किए ଶ୍ରିୟମ୍ ଗଚ୍ଛତି ଯାସା ଶ୍ରିୟା ଅର୍ଥାତ୍ ଯିଏ ଶ୍ରୀଙ୍କ ଉପାସନା କରେ ଏବଂ ଶ୍ରୀଙ୍କୁ ପ୍ରାପ୍ତ ହୁଏ ସେ ହିଁ ଶ୍ରିୟା। ତେବେ ଶ୍ରୀ କ'ଣ? ଶ୍ରୀ ଅର୍ଥାତ୍ ଲକ୍ଷ୍ମୀ, ଧନ ସମ୍ପତ୍ତି, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ବିଭୂତି ଇତ୍ୟାଦି। ଅନ୍ୟପକ୍ଷରେ ଶ୍ରୀ ମାନେ ସର୍ବଶ୍ରେଷ୍ଠ ସାରସ୍ୱତ ବସ୍ତୁ, ଯାହା ନିତ୍ୟ ଶାଶ୍ୱତ ଆନନ୍ଦମୟ। ଲକ୍ଷ୍ମୀ ପୁରାଣରେ ବଳରାମ ଦାସ ଶ୍ରିୟା ଚରିତ୍ରକୁ କେନ୍ଦ୍ର କରି ନାରୀ ଚରିତ୍ରର ବିଶେଷତ୍ୱ ପ୍ରତିପାଦିତ କରିଛନ୍ତି। ଲକ୍ଷ୍ମୀ ପୁରାଣରେ ଶ୍ରିୟା ଚାଣ୍ଡାଳୁଣୀ, ଚଣ୍ଡାଳର ଭାର୍ଯ୍ୟା, ତତ୍କାଳୀନ ସାମାଜିକ ବିଭାଗର ସର୍ବନିମ୍ନ ସ୍ତରର ବା ଜାତିର ନାରୀ ଶ୍ରିୟା। ଜାତିପ୍ରଥା କୁହେ ଚଣ୍ଡାଳ ଜାତିର ବ୍ୟକ୍ତି ମାତ୍ରକେ ଅସ୍ପୃଶ୍ୟ, ଅଛୁଆଁ। ଶ୍ରିୟା ସେଇ ବର୍ଗର ଛୁଇଁଦେଲେ ଛୁଆଁ, ଛାଇ ପଡ଼ିଲେ ଅଶୁଭ। କିନ୍ତୁ ସେ ରାଜ୍ୟ ପରିମଳ ବିଭାଗର ଜଣେ ସକ୍ରିୟା କର୍ତ୍ତା। ତଥାପି ନଗ୍ର ବାହାରେ ଏହାର ବାସସ୍ଥାନ ଏକ ବିଶିଷ୍ଟ ଦୂରତାରେ, ସର୍ବସାଧାରଣଙ୍କ ସହ ସାମାଜିକ ସମ୍ପର୍କଠୁ ଅନେକ ଦୂରରେ। କିନ୍ତୁ ତାହାରି ଉପରେ ଗୁଣ୍ଡିଚା ନବରକୁ ଖରକି ସଫା କରିବାର ଦାୟିତ୍ୱ ଥାଏ। ସେହି କର୍ତ୍ତବ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ଅଭାବରେ ହୁଏତ ଏକ ସୁସ୍ଥ ସମାଜର ପରିକଳ୍ପନା ଅସମ୍ଭବ। ଏହି ସ୍ୱଚ୍ଛତା ପୁଣି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଭିପ୍ରେତ। ହେଲେ ଯିଏ ଶୁଚିଶୁଦ୍ଧ, ସ୍ୱଚ୍ଛ, ନିର୍ମଳ ନଅରଟିଏ ପାଇଁ ଉତ୍ତରଦାୟୀ, ସିଏ ପୁଣି ଅସ୍ପୃଶ୍ୟା। ଏହା ଏକ ମାନବିକ ବିଡ଼ମ୍ବନା ମାତ୍ର। ଯଦି ଶ୍ରିୟାର ମନ, ଶରୀର, ଘରଦ୍ୱାର ଅପବିତ୍ର, ଅସ୍ପୃଶ୍ୟ, ମହାଲକ୍ଷ୍ମୀ ବିନା ଦ୍ୱିଧାରେ ଏହି ଦଳିତ ରମଣୀର କୁଟୀରରେ ଉଭା ହେଲେ କିପରି? କ'ଣ ରହସ୍ୟ ଥିଲା ୟା ପଛରେ ଯେ ନୀଚ ଜାତିର ଶ୍ରିୟା ହେଲା ଶ୍ରେୟା, ଉଦାହରଣିୟା? ଇତିହାସରେ ସିଏ ହେଲା ଯଶଲକ୍ଷ୍ମୀର ଅଧିକାରିଣୀ। ସାମାଜିକ ଭେଦଭାବର ଊର୍ଦ୍ଧ୍ୱରେ ବ୍ୟକ୍ତିର କର୍ମର ମହତ୍ତ୍ୱକୁ ଉଜାଗର କରିବା ହିଁ ଏହି ଉପାଖ୍ୟାନର ଲକ୍ଷ୍ୟ। ଏହା କେବଳ ଏକ କାହାଣୀ ନୁହେଁ, ସମାଜ ତତ୍ତ୍ୱଠାରୁ ଆରମ୍ଭ କରି ଆତ୍ମତତ୍ତ୍ୱ, ଆତ୍ମଦର୍ଶନର କଥା ରହିଛି ଏଥିରେ। ମାର୍ଗଶିର ଗୁରୁବାର ପ୍ରତିଟି ଉତ୍କଳୀୟ ଘରେ ଏକ ପବିତ୍ର ଦିବସ। ଗୃହିଣୀମାନେ ଜଞ୍ଜାଳମୟ ସମୟକୁ ଲକ୍ଷ୍ମୀମୟ କରିବାର ପ୍ରୟାସରେ ଲାଗିଥାନ୍ତି। ଭଗବତ୍ ସତ୍ତାଙ୍କୁ ଉପଲବ୍ଧି କରିବାର ଏହା ଏକ ମାଧ୍ୟମ ନିଶ୍ଚୟ। ତେଣୁ ଶାନ୍ତ, କାନ୍ତ, ପ୍ରସନ୍ନତାର ମୁହୂର୍ତ୍ତ, ବ୍ରାହ୍ମ ମୁହୂର୍ତ୍ତର ବିଶେଷ ମହତ୍ତ୍ୱ ରହିଛି ଭଗବତ୍ ପ୍ରୀତି ଆହରଣ ପାଇଁ। ବୋଧହୁଏ ଏଥିପାଇଁ ଶ୍ରିୟା ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରି ଏକବର୍ଣ୍ଣୀ ଗାଈର ଗୋବର ଆଣି ଲିପେ, ଅରୁଆ ଚାଉଳ ବାଟି 16 କୋଠି ଦିବ୍ୟପଦ୍ମର ଚିତ୍ର ଆଙ୍କେ, 10 ମୁଖ ଦୀପାଳି ଜାଳେ, 10 ପ୍ରକାରର ଫଳମୂଳ, 10 କିଅ ସୂତା, ଉଆ ଚାଉଳ ଓ ଦୁବ 10 କେରା ଦେଇ ଲକ୍ଷ୍ମୀନାରାୟଣଙ୍କୁ ସୁମରଣା କରେ। ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଏଥିରେ। ଆହା, ଶ୍ରିୟାର କି ଭାଗ୍ୟ, କି ପୁଣ୍ୟ କରିଥିଲା ସେ! ପ୍ରକୃତରେ ଶ୍ରିୟା ହିଁ ଲକ୍ଷ୍ମୀପୁରାଣର କେନ୍ଦ୍ରବିନ୍ଦୁ। ଶ୍ରିୟା ପାଇଁ ହିଁ ଦେବତାଙ୍କ ଘରେ କଳହ, ଲକ୍ଷ୍ମୀଙ୍କୁ ଅପବାଦ। ତେବେ ପ୍ରଶ୍ନ ଉଠେ, ଯୋଉ ବିଧିବିଧାନରେ ଶ୍ରିୟା ମହାଲକ୍ଷ୍ମୀଙ୍କୁ ଉପାସନା, ଆରାଧନା, ପୂଜାର୍ଚ୍ଚନା କଲା, ତାହା ହିଁ କ'ଣ ଲକ୍ଷ୍ମୀ ପ୍ରାପ୍ତିର ଏକମାତ୍ର ଉପାୟ? ଏହାର ଉତ୍ତରରେ ଦୁଇଟି ଦିଗ ରହିଛି। ପ୍ରଥମତଃ ଶ୍ରିୟା ସମ୍ପୂର୍ଣ୍ଣ ଶୁଦ୍ଧତାର ପ୍ରତୀକ। ଦ୍ୱିତୀୟତଃ ଶୁଦ୍ଧତାର ଅନ୍ତରାଳରେ ରହିଛି ଏକନିଷ୍ଠ ସାଧନା। ତେବେ ସମ୍ପୂର୍ଣ୍ଣ ଶୁଦ୍ଧତା କ'ଣ? କାୟ, ମନ, ବାକ୍ୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ବୁଦ୍ଧି, ଅହଙ୍କାର ସହିତ ବାହ୍ୟ ଏବଂ ଅନ୍ତଃକରଣର ଶୁଦ୍ଧତା ହିଁ ସମ୍ପୂର୍ଣ୍ଣ ଶୁଦ୍ଧତା। ଶ୍ରିୟା ପ୍ରାତଃ ସ୍ନାନ କରି ଶୁଚିମନ୍ତ ହୁଏ କିମ୍ବା ଘରଦ୍ୱାର ଗୋବରରେ ଲିପେ, ଏହା ବାହ୍ୟ ଶୁଦ୍ଧତା। କିନ୍ତୁ ଗୋ ଅର୍ଥାତ୍ ଇନ୍ଦ୍ରିୟ ଏବଂ ବର ଅର୍ଥାତ୍ ଶ୍ରେଷ୍ଠ। ଇନ୍ଦ୍ରିୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ମନକୁ ଦେହରୂପକ ମାଟି ଘରେ ନିର୍ଲିପ୍ତ କରିପାରେ ଶ୍ରିୟା। ଅସ୍ଥିର ମନରେ କାର୍ଯ୍ୟସିଦ୍ଧି ହୁଏ ନାହିଁ। ଶ୍ରିୟା ମନକୁ ସ୍ଥିର କରେ, ଶ୍ୱାସକୁ ନିୟନ୍ତ୍ରିତ କରେ। ଧ୍ୟାନ ଲକ୍ଷ୍ମୀଙ୍କର ପାଦପଦ୍ମରେ ନିବିଷ୍ଟ ହୁଏ। ଶ୍ରିୟା ଯୋଗସାଧିକା ପରି ପରିବର୍ତ୍ତିତ ହୁଏ ସାଧ୍ୱୀରେ। କାରଣ ଯୋଗୀମାନେ ମଧ୍ୟ ଶ୍ୱାସକୁ ନିୟନ୍ତ୍ରଣ କରି ଯୌଗିକ ପ୍ରକ୍ରିୟା ମାଧ୍ୟମରେ ମନକୁ ସ୍ଥିର କରିଥାନ୍ତି। ବ୍ରାହ୍ମ ମୁହୂର୍ତ୍ତ ହିଁ ଏଥିପାଇଁ ଅନୁକୂଳ ସମୟ। ଅରୁଆ ଚାଉଳକୁ ବାଟି ଝୋଟି ପକାଇବା ହେଉଛି ପରିବେଶ ସୌନ୍ଦର୍ଯ୍ୟୀକରଣର ପ୍ରତୀକ, ଏକ ସୁନ୍ଦର କଳା ନୈପୁଣ୍ୟର ମଧ୍ୟ ସନ୍ତକ। କିନ୍ତୁ ଅରୁଆର ଅର୍ଥ କ'ଣ? ପ୍ରକାରାନ୍ତରେ ଅରୁଆ ଅର୍ଥାତ୍
ରୁଆ ହୋଇନଥିବା। ମଣିଷର ମନ ଭିତରେ ବିକୃତ ବିକାରଗୁଡ଼ିକ ରୋପିତ ହୋଇଥାନ୍ତି। ସେଗୁଡ଼ିକର ମୂଳୋତ୍ପାଟନ ହିଁ ଅରୁଆର ପ୍ରତୀକ। ଗଭୀର ଭାବରେ ସାଂସାରିକ ବିଷୟ ବିକାର ସହ ଲିପ୍ତ ହୋଇନଥିବା ପ୍ରାଣୀଟିଏ ଶ୍ରିୟା। ସିଏ ସକାରାତ୍ମକତାର, ସାତ୍ୱିକତାର ସନ୍ତକ। ସଂସାରରେ ଥାଇ ମଧ୍ୟ ସାଂସାରିକ ବିଷୟ ପ୍ରତି ନିର୍ଲିପ୍ତ ରହିବା ହେଉଛି ଯୋଗୀର ଲକ୍ଷଣ। ଶ୍ରିୟା କର୍ମଯୋଗୀ। ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ କୁହନ୍ତି, ଗୃହୀ ବ୍ୟକ୍ତି ମଧ୍ୟ ସ୍ୱୀୟ ସାଧନା ବଳରେ ଇନ୍ଦ୍ରିୟ ସଂଯମ କରି ଯୋଗୀ ପରି ସ୍ଥିତପ୍ରଜ୍ଞ ହୋଇପାରିବ। ନିନ୍ଦା ପ୍ରଶଂସା ସୁଖ ଦୁଃଖରେ ସମଭାବାପନ୍ନ ହୋଇପାରିବ। ସେହିପରି ଶ୍ରିୟା କ୍ଷେତ୍ରରେ ସେହି ପ୍ରବୃତ୍ତିର ଉନ୍ମେଷ ଘଟିଛି। ନିଜ ଜାତି ପାଇଁ ସମାଜ ପ୍ରଦତ୍ତ ଅପମାନ କ୍ଷୁବ୍ଧ କରିନି ତାକୁ, ବରଂ ନିଜ ବିବେଚିତ ହେଉଥିବା କର୍ମ ହିଁ ତା ଜୀବନର ବ୍ରତ। 16 କୋଟି ଦିବ୍ୟ ପଦ୍ମର ମଧ୍ୟ ଗଭୀର ରହସ୍ୟ ରହିଛି। ମଣିଷ ଶରୀରର ସହସ୍ରାରଠାରୁ ମୂଳାଧାର ପର୍ଯ୍ୟନ୍ତ 7ଟି ଚକ୍ର ଅଛି। ପ୍ରତ୍ୟେକ ଚକ୍ର ଗୋଟେ ଗୋଟେ ପଦ୍ମର ପ୍ରତୀକ। ସାଧନା ଦ୍ୱାରା ଏହି ପଦ୍ମଗୁଡ଼ିକୁ ବିକଶିତ କରାଯାଇପାରେ। 16 କୋଟି ପଦ୍ମ ତେବେ କ'ଣ? 16 ପାଖୁଡ଼ାଯୁକ୍ତ ପଦ୍ମ ହୋଇପାରେ। ତେବେ ଅଷ୍ଟାଙ୍ଗ ଶରୀରରେ ଅଷ୍ଟାଙ୍ଗ ଯୋଗ ସାଧନାର ସଂଯୁକ୍ତ ଫଳସ୍ୱରୂପ ପ୍ରସ୍ଫୁଟିତ ହେଉଥିବା ପଦ୍ମ ହିଁ 16 କୋଟି ପଦ୍ମର ପ୍ରତୀକ। ନିଶ୍ଚିତ ରୂପେ ଶ୍ରିୟା ଅଷ୍ଟାଙ୍ଗ ଶରୀରରେ ଚକ୍ରସ୍ଥ ପଦ୍ମଗୁଡ଼ିକୁ ବିକଶିତ କରି ଆତ୍ମଲୀନ ଯୋଗସ୍ଥ ହୋଇଛି ଏବଂ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହେବା ଫଳରେ ଆଦ୍ୟାଶକ୍ତି ମହାଲକ୍ଷ୍ମୀଙ୍କର ବିଭୂତିକୁ ପ୍ରତ୍ୟକ୍ଷରେ ଅନୁଭବ କରିପାରିଛି। ପୁଣି ଦଶମୁଖ ଦୀପ ଜାଳିବାର ଅର୍ଥ ଦୁଇ ଭ୍ରୁଲତାର ମଧ୍ୟଭାଗରେ ଆଜ୍ଞାଚକ୍ରରେ ପରଂବ୍ରହ୍ମଙ୍କୁ ଜ୍ୟୋତି ରୂପେ ଦର୍ଶନ କରିଛି। ପଞ୍ଚ କର୍ମେନ୍ଦ୍ରିୟ ଏବଂ ପଞ୍ଚ ଜ୍ଞାନେନ୍ଦ୍ରିୟକୁ ସଂଯତ କରି ପ୍ରଦୀପ୍ତ କରିଛି। ତଦ୍ୱାରା ଏକାଗ୍ର ଚିତ୍ତରେ ବ୍ରହ୍ମସତ୍ତାଙ୍କୁ ଜ୍ୟୋତି ରୂପେ ଅନୁଭବ କରିଛି। ଜ୍ୟୋତି ସ୍ୱରୂପ ପରଂବ୍ରହ୍ମ ପ୍ରତ୍ୟେକ ପ୍ରାଣୀର ଦେହରେ ସୂକ୍ଷ୍ମ ରୂପରେ ବିରାଜିତ। ସେହି ଜ୍ୟୋତିଙ୍କୁ ନିଜ ଭିତରେ ଖୋଜିବା ହିଁ ପୂଜା। ସାଧାରଣତଃ ଯୋଗସିଦ୍ଧ ବ୍ୟକ୍ତି ଏକାଗ୍ର ଚିତ୍ତରେ ଦେହଜ୍ଞାନ ବିସ୍ମୃତ ହୋଇ ବ୍ରହ୍ମଲୋକରେ ସୂକ୍ଷ୍ମ ଶରୀରରେ ବିଚରଣ କରି ବ୍ରହ୍ମାନନ୍ଦ ସୁଖ ଲାଭ କରିଥାନ୍ତି। ଅତଏବ ସେହି ଜ୍ୟୋତିମଣ୍ଡଳରୁ ଆନନ୍ଦର ରଶ୍ମି ପ୍ରବାହିତ ହୁଏ। ଶ୍ରିୟା ମଧ୍ୟ ଏହିପରି ଦିବ୍ୟ ଶକ୍ତିର ଅଧିକାରିଣୀ ଥିଲା ନିଶ୍ଚୟ। ତେଣୁ ଦଶମୁଖ ଦୀପଜ୍ୟୋତି ପରି ଆତ୍ମଜ୍ୟୋତିର ସନ୍ଧାନ କରିପାରିଥିଲା। ଏହା ହିଁ ମହାଲକ୍ଷ୍ମୀଙ୍କ ପ୍ରକଟାବସ୍ଥା। ଜ୍ୟୋତିରେ ଝଲସି ଉଠିଛି ସିଏ। ଏହା ହିଁ ଆନନ୍ଦର ଆଲୋକର ଉପଲବ୍ଧି, ଲକ୍ଷ୍ମୀତ୍ୱର ଉପଲବ୍ଧି। ପ୍ରତ୍ୟେକ ପୂଜାର ଲକ୍ଷ୍ୟ ହେଉଛି ଭଗବତ୍ ସତ୍ତାର ସାନ୍ନିଧ୍ୟ ନିଜ ଭିତରେ ଅନୁଭବ କରିବା। କିନ୍ତୁ ଯାବତୀୟ ରୀତିନୀତି ଭିତରେ ଛନ୍ଦି ହୋଇ ଆମେ ଦୂରେଇ ଯାଉଛୁ ଲକ୍ଷ୍ୟରୁ। ମାର୍ଗଶିର ଗୁରୁବାର ପ୍ରତ୍ୟୁଷରୁ ରାତି ଯାଏଁ ଗୃହିଣୀଟିଏ ବିଭିନ୍ନ ପର୍ଯ୍ୟାୟକ୍ରମିକ ପୂଜା, ରୀତିନୀତି, ପିଠାପଣା ଆଦି ନାନାଦି ବ୍ୟଞ୍ଜନ ପ୍ରସ୍ତୁତିରେ ସମୟ ଅତିବାହିତ କରେ। ପ୍ରକୃତରେ ମହାଲକ୍ଷ୍ମୀଙ୍କୁ ଏକାନ୍ତରେ ଏକାଗ୍ର ଚିତ୍ତରେ ଟିକିଏ ଧ୍ୟାନ କରିବା ପାଇଁ ସମୟ ନଥାଏ। ପୁରାଣ ପଢ଼ିବା କିମ୍ବା ଶୁଣିବା ଅଲଗା କଥା। ଏହାକୁ କେବଳ କଥା ଆକାରରେ ଗ୍ରହଣ କରାଯାଏ, ତାହା ପୁଣି ଏକ ପ୍ରକାର ବାଧ୍ୟବାଧକତାରେ। ସେଥିରେ ନାରୀମାନଙ୍କ ପାଇଁ ଉଲ୍ଲିଖିତ ଆଚାର ସଂହିତାର ଛାଞ୍ଚରେ ନାରୀଟିଏ ଗଢ଼ି ହେବା କଥା ବୋଲି ମତମନ୍ତବ୍ୟ ମଧ୍ୟ ଆସେ। ତେବେ ସଂସ୍କାର ଶିଖିବା, ଶିଖାଇବା କିମ୍ବା ପାଳନ କରିବା ଭୁଲ ନୁହେଁ, କିନ୍ତୁ ନିତ୍ୟକୁ ଅବହେଳା କରି ଅନିତ୍ୟକୁ ଉପାସନା କରିବା କେତେ ଦୂର ଯଥାର୍ଥ? ଲକ୍ଷ୍ମୀତତ୍ତ୍ୱ ଏବଂ ଲକ୍ଷ୍ମୀତ୍ୱ ପ୍ରାପ୍ତିର ମାର୍ଗ ବିଷୟକ ଜ୍ଞାନରେ ରୁଦ୍ଧିମନ୍ତ ଶ୍ରିୟା ଚରିତ୍ରରୁ ଆମେ ଶିଖିବା କ'ଣ? ଶ୍ରିୟା ପୂଜା କରିଛି ଏବଂ ଯାହା ମାଗିଛି ଲକ୍ଷ୍ମୀଙ୍କୁ ଆମେ ମଧ୍ୟ କ'ଣ ସେଇଆ କାମନା କରିବା? ନା, ବରଂ ଶ୍ରିୟାର ଏକାଗ୍ରତା, ନିଷ୍ଠା, କର୍ତ୍ତବ୍ୟପରାୟଣତା, ଶୁଚିମନ୍ତତା, ସହିଷ୍ଣୁତା, ପ୍ରଶାନ୍ତ ଚିତ୍ତତା, ଆଧ୍ୟାତ୍ମିକତା ଆଦି ମହତ୍ ଗୁଣକୁ ଯଥାସାଧ୍ୟ ହୃଦୟରେ ଧାରଣ କରିବା। ସେତେବେଳେ ଦେବୀ ନିଜେ ପଚାରିବେ, ଯେମିତି ପଚାରିଛନ୍ତି ଶ୍ରିୟାକୁ। ଶ୍ରିୟା ମନରେ କାମନା ଥିଲେ ସେ ପ୍ରଥମରୁ ମାଗି ନେଇଥାନ୍ତା ବର। ତଥାପି ଲକ୍ଷ୍ମୀ ବର ଦେବାରୁ ହିଁ ମାଗିଛି। ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ, କି ବର ମାଗିବି ମାଗୋ ମାଗି ନ ଜାଣଇ, ଗୋ କଷ୍ଟକୁ ଦେବୁ ମୋର
ଲକ୍ଷେ ପଦ୍ମ ଗାଇ କୁବେର ସମାନ ଧନ ଦେବୁ ମାତ ତୁହି କୋଳକୁ ନନ୍ଦନ ଯେ ହସ୍ତକୁ ସୁନା ବାହି ଚାରି ଯୁଗେ ବସିବି ଅମର ବର ପାଇ। ଲକ୍ଷ୍ମୀ ହୁଏତ କହିଛନ୍ତି ଯେ ଅମର ବର ତାଙ୍କ ଅଧୀନରେ ନାହିଁ, କିନ୍ତୁ ପରୋକ୍ଷରେ ଅମର ବର ପାଇଛି ବୋଲି ତ ଆଜି ଘରେ ଘରେ ଶ୍ରେୟା ହୋଇପାରିଛି। ସେ ଶ୍ରେୟାତ୍ୱ ବା ଶ୍ରେୟାତ୍ୱରୁ କଣିଚାଏ ଆହରଣ କରିବା ପାଇଁ କ'ଣ କିଛି ଉପାୟ ନାହିଁ? ନିଶ୍ଚୟ ଅଛି। 24 ଘଣ୍ଟା ଭିତରୁ କିଛି ସମୟ ମୁହୂର୍ତ୍ତ ବା କ୍ଷଣକୁ ଏକାଗ୍ର ଚିତ୍ତରେ ମହାଲକ୍ଷ୍ମୀଙ୍କ ସ୍ମରଣ ମନନ ଧ୍ୟାନରେ ବିନିଯୋଗ କରିବା, ହୃଦୟ ସ୍ପନ୍ଦନରେ ପ୍ରତିଟି ଶ୍ୱାସରେ ମାନସପଟର ନୀରବ ଉଚ୍ଚାରଣରେ ଥରେ ଭଗବତୀ ସତ୍ତାଙ୍କୁ ଅନୁଭବ କରିବାର ପ୍ରୟାସ କରିବା। ହୁଏତ ଏ ଛୋଟ ପ୍ରୟାସ ଦିନେ ଆମକୁ ଆଦ୍ୟାଶକ୍ତିଙ୍କ ସନ୍ଧାନ ଦେବାକୁ ସମର୍ଥ ହେବ। ଶୁଣିଲେ ଆଲୋଚନା ଶ୍ରୀୟା କାହିଁକି ଶ୍ରେୟା, ଶିବପ୍ରିୟା ମିଶ୍ରଙ୍କ ଠାରୁ। କ'ଣ ଭଉଣୀମାନେ, ଆଲୋଚନାଟି ମନକୁ ଛୁଇଁଗଲା ନା?